ବର୍ଜ୍ୟ ଅଛି ତାହା ଭବାନୀପାଟଣା। କେବଳ ଭବାନୀପାଟଣା ରେ ନୁହେଁ ସାରା ବିଶ୍ୱରେ ବାବା ସାହେବଙ୍କର 134ତମ ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି। ଆପଣମାନେ ଦେଖିବାକୁ ପାଉଥିବେ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି। ଆଉ ମା ଭଉଣୀ ମାନେ ପ୍ରତ୍ୟେକ ରାସ୍ତା କଡ଼ରେ ମୁଁ କ୍ୟାମେରା ପର୍ସନକୁ କହିବେ ଦେଖେଇବେ ଗୋଟେ ନୂଆ କଲଚର ବହୁତ ବଢିଆ କଲଚରଟା ଆରମ୍ଭ କରାଯାଇଛି। ତ ମୋ ପାଖରେ ଆମର ପୃଥ୍ୱୀରାଜ ସମସ୍ତ ମା ଭଉଣୀ ନିଜର এই জন্ম জয়ন্তী পালন করছে। যেহেতু বাবা সাহেব কেবল গোটে দলিতଙ୍କ জন্মকর্তা প্রাণকর্তা নଥିଲେ ସେ ସମସ୍ତ ସମାଜକୁ ସୁଧାରକ ହିସାବରେ କରିଥିଲେ। ତ ଆମ ପାଖରେ କିଛି ଭାଇ ଅଛନ୍ତି ତ ତାଙ୍କ ସହିତ ଆମେ ଦୁଇ ପଦ କଥା ହେବା। କଣ କହିବେ ଜନ୍ମ ଜୟନ୍ତୀ ବାବଦରେ? ଆଜି ବାବା ସାହେବଙ୍କର 134ତମ ଜନ୍ମ ଜୟନ୍ତୀ ଉତ୍ସବରେ ଭବାନୀପାଟଣା ଟାଉନ ପ୍ରେସିଡେଣ୍ଟ ପୃଥ୍ୱୀରାଜ ଛତ୍ରିଆ ମୁଁ କହୁଛି। ଆଜି ବହୁ ସଂଖ୍ୟାରେ ଯୋଗଦାନ ଦେଇଛନ୍ତି। ଆମର ରେଲିଟା ବହୁତ ବଡ଼ ସକ୍ସେସ୍ ଏଇଟା ଗୋଟେ। ନିଶ୍ଚିତ ଭାବରେ ଆପଣମାନେ ଦେଖିବାକୁ ପାଉଥିବେ ଏଠାରେ ହଜାର ହଜାର ସଂଖ୍ୟାରେ ସମସ୍ତେ ଅଛନ୍ତି ଆଉ ବାବାଙ୍କର ନାଁରେ ଜୟ ଗାନ କରୁଛନ୍ତି। ଏହା ବହୁତ ଗର୍ବର ବିଷୟ ଅଟେ। ତ ଆପଣ ଦେଖିବାକୁ ପାଉଛନ୍ତି ଆମ ସହିତ ଆଉ କିଛି ଦର୍ଶକ ଅଛନ୍ତି ତାଙ୍କ ସହିତ ଦୁଇ ପଦ କଥା ହେବା। ତ କଣ କହିବେ ସାର୍ ଆଜି ଜନ୍ମ ଜୟନ୍ତୀଟା ପାଳନ କରାଯାଉଛି? ଆଉ ଆଜି ବାବା ସାହେବଙ୍କର 134ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ। ଜୟ ଭୀମ, ଜୟ ସମ୍ବିଧାନ। ଭାବରେ ଯେହେତୁ ସମ୍ବିଧାନ ବଦଳରେ ଆମେ ମାନେ ରହିଛୁ ଆମ ପାଖରେ କିଛି ଭଉଣୀ ମାନେ ବି ଅଛନ୍ତି ସେମାନେ ତାଙ୍କର ମତଟା ପ୍ରଚାର କରିବେ। ତ ଚାଲନ୍ତୁ ଆମେ ତାଙ୍କ ସହିତ ଦୁଇ ପଦ କଥା ହେବା। ବାବା ସାହେବଙ୍କ ଜୟନ୍ତୀ କିଭଳି ଭାବରେ ପାଳନ କରନ୍ତି ତ କଣ କହିବେ ଆଜି ଜନ୍ମ ଜୟନ୍ତୀ ଭାବରେ? ଜୟ ଭୀମ, ଜୟ ଭୀମ। ନିଶ୍ଚିତ ଭାବରେ ଯେହେତୁ ଭୀମ ଥିଲେ ବୋଲିକିରି ଆମେ ଏଠାରେ ଆମର ଭୀମ ଆର୍ମିର ଯେ ସଭାପତି ଅଛନ୍ତି ତାଙ୍କ ସହିତ ଦୁଇ ପଦ କଥା ହେବା। କଣ ସମସ୍ତ ଜନସାଧାରଣ କହିବେ ବାବା ସାହେବଙ୍କ ଜନ୍ମ ତିଥିରେ? ସମସ୍ତଙ୍କୁ କ୍ରାନ୍ତିକାରୀ ଜୟ ଭୀମ। ତା ସହିତ ବାବା ସାହେବଙ୍କର ଜନ୍ମ ଜୟନ୍ତୀରେ ସମଗ୍ର ଭାରତବାସୀ ତଥା ଓଡ଼ିଶାବାସୀ ତଥା ବହୁଜନ ସମାଜକୁ ଅଭିନନ୍ଦନ, ଶୁଭେଚ୍ଛା। ଆପଣମାନେ ଦେଖିପାରୁଥିବେ ବାବା ସାହେବଙ୍କର ଜନ୍ମ ଜୟନ୍ତୀରେ ହଜାର ହଜାର ସଂଖ୍ୟାରେ ବହୁଜନ ସମାଜର ଓବିସିର ମାଇନରିଟିର ସାଥୀମାନେ ଆଜି ରାଜରାସ୍ତାରେ ଓହ୍ଲେଇଛନ୍ତି। ଏହି ଉତ୍ସବ ଏଇଟା ଆମ ପାଇଁ ଉତ୍ସବ, ଆମ ପାଇଁ ଗୋଟେ ହିଁ ଉତ୍ସବ, ସେଟା ହଉଛି ବାବା ସାହେବଙ୍କର ଜନ୍ମ ଜୟନ୍ତୀ। ତେଣୁ ଏହି ଜନ୍ମ ଜୟନ୍ତୀକୁ ଆମେ ହର୍ଷ ଉଲ୍ଲାସ ସହିତ ପୁରା ଜନମାନସରେ ପହଞ୍ଚିବାକୁ ଚାହୁଁଛୁ। ବାବା ସାହେବଙ୍କର ବାର୍ତ୍ତା ପ୍ରତ୍ୟେକ ଘରେ ପହଞ୍ଚୁ, ଏହି ଶୁଭକାମନା ସହିତ ଆପଣମାନଙ୍କୁ ପୁଣି ଥରେ ସମସ୍ତଙ୍କୁ ଶୁଭକାମନା, ଅଭିନନ୍ଦନ। ଜୟ ଭୀମ। ପ୍ରମୋସନଟା ବଢି ଚାଲିଛି ତ ସମସ୍ତ ଜନସାଧାରଣଙ୍କୁ କଣ ଆପଣ ସୂଚନା ଦେବେ କି ବାବା ସାହେବଙ୍କ ଜନ୍ମ ଜୟନ୍ତୀରେ କଣ ସୂଚନା ଦେବେ? ଜନ୍ମ ଜୟନ୍ତୀରେ ବାବା ସାହେବଙ୍କ ଗୋଟେ ନାରା ଥିଲା, ଶିକ୍ଷିତ ହୁଅ, ସଂଘର୍ଷ କର, ସଂଗଠିତ ହୁଅ। ଆମେ ଖାଲି ଚାହୁଁଛୁ ଆମର ସମାଜ ଶିକ୍ଷିତ ହୁଅନ୍ତୁ ଆଉ ସଂଘର୍ଷ କରନ୍ତୁ। ଏ ବ୍ୟବସ୍ଥା ସମ୍ମୁଖରେ ଆମେ ନିହାତି ଭାବରେ ସଫଳ ହେବା। ଧନ୍ୟବାଦ। ଧନ୍ୟବାଦ। ଯେହେତୁ ଶିକ୍ଷିତ ହେଲେ ହିଁ ନିଜ ସମାଜଟାକୁ ପରିବର୍ତ୍ତନ କରିବା, ତ ଶିକ୍ଷିତ ପାଇଁ ହିଁ ଶିକ୍ଷିତ ହେଲେ ହବ। ତ नारा दिया जोर से। चलो फैन के चलो पत्का बाबू को धरे